ଏବେ ବି ଆପଣ ସୋନପୁରର ଯୋଉ ରାଜ ମେନ୍ ଦେବୀ ସେ ହଉଛନ୍ତି ଲଙ୍କ ଦେବୀ। ଏବେ ବି ଅଛି ମହାନଦୀ ମଧ୍ୟରେ ତାଙ୍କ ମନ୍ଦିର ଅଛି ଲଙ୍କ ଦେବୀ। ପଶ୍ଚିମ ଲଙ୍କା ସେଟା ବହୁତ ଫେମସ ଲଙ୍କା ଭାବରେ। ଦେଖନ୍ତୁ ସମ୍ବଳ ଆଉ ଲଙ୍କା ଦିଟା ଯାକ କୋଉ କାଳର ଗ୍ରନ୍ଥ ସେ ତିବ୍ବତାନ ଗ୍ରନ୍ଥରେ କୁହାହେଇଛି ଦିଟା ଯାକ ପାଖାପାଖି ଥିବେ ଆଉ ଦିଟା ଯାକକୁ ଆମ ଐତିହାସିକ ମାନେ ଶୁଦ୍ଧ ଭାବରେ ପ୍ରମାଣ କରିଛନ୍ତି ସମ୍ବଳଟା ହଉଛି ସମ୍ବଲପୁର ଲଙ୍କାପୁରଟା ହଉଛି ସୋନପୁର। ଆଚ୍ଛା ଏଇଟା ଗୋଟେ ପ୍ରମାଣ କହିଲି। ଏମିତି ଆହୁରି କେତେ ପ୍ରମାଣ ଅଛି ଆଉ ବି ମୁଁ କେତେ କହିପାରିବି ପ୍ରମାଣରେ। ଆପଣ ଦେଖନ୍ତୁ ପଦ୍ମ ସମ୍ଭବଙ୍କ କଥା ଆମେ ଯେତେବେଳେ ଆଲୋଚନା କରିବା ନିହାତି ଭାବରେ ଆଉ 3 ଜଣଙ୍କ କଥା ଆସିଯାଉଛି ତାଙ୍କ ସାଙ୍ଗରେ। ସେ ହେଉଛନ୍ତି ଇନ୍ଦ୍ରଭୂତି ଆଉ ଲକ୍ଷ୍ମୀକରା ଆଉ ଜଣେ ହେଉଛନ୍ତି ଶାନ୍ତ ରକ୍ଷିତ। ଶାନ୍ତ ରକ୍ଷିତ ହେଉଛନ୍ତି ତାଙ୍କ ଶଳା ଯାହା ତାଙ୍କ ଏଇ ପ୍ରଥମ ଯୋଉ ବାହାଘର ହେଇଥିଲେ ସେ ସମ୍ବଲପୁରରେ ସେଇଟା ନୁହେଁ। ନାଇଁ ସେ ଯେତେବେଳେ ରଜା ତାଙ୍କୁ ତଡ଼ିଦେଲେ ରାଜ୍ୟରୁ ସେ ବୁଲିଲେ ସାରା ଭାରତରେ ବିଭିନ୍ନ ଜାଗା ବୁଲିକି ଜ୍ଞାନ ଅର୍ଜନ କଲେ। ସିଏ ଶାନ୍ତ ରକ୍ଷିତଙ୍କ ଘର ହେଉଛି ବେଙ୍ଗଲ ଆଉ ବିହାର ବର୍ଡରରେ ସେ ଭାଗଲପୁର ପାଖାପାଖି ବିକ୍ରମଣିପୁର ଗୋଟେ ସିଏ ବି ରଜା ରାଜ ପରିବାରର। ଆଜ୍ଞା ଶାନ୍ତ ରକ୍ଷିତ ସେତେବେଳେ ତ ରାଜା ମାନେ ହିଁ ଥିଲେ ନହେଲେ ପ୍ରଜା ମାନେ ଥିଲେ ଆଉ କ'ଣ। ଇଏ ଯାଇକରି ଆପଣ ସବୁ କହୁଛନ୍ତି ଯୋଉ ଲୋକ ସିଏ ସେତିକି ବେଳେ ତିବ୍ବତ ବି ଯାଇଛନ୍ତି ପାଦରେ ଚାଲିକିନା ଆଉ କ'ଣ ଆପଣ ଯାନବାହନ ଥିଲା। ଆଉ ସିଏ ତ ସାରା ଭାରତ ପର୍ଯ୍ୟଟନ କରିଛନ୍ତି ପ୍ରମାଣ ବି ରହିଛି। ମଣ୍ଡି ଯାଇଛନ୍ତି ନେପାଳ ଯାଇଛନ୍ତି ସେଇ ସମୟରେ।